ରାତିର ନୀରବତାରେ ଷ୍ଟେସନ ଘଣ୍ଟା 12:07 ବାଜିଥିଲା। ପ୍ଲାଟଫର୍ମ ନମ୍ବର 3ରେ ଗୋଟିଏ ଝିଅ ଥରୁଥିବା ହାତରେ ତା ଚୁନି ଧରି ଠିଆ ହୋଇଥିଲା। ତା ଆଖିରେ ଭୟ ଥିଲା ଏବଂ ତାଠାରୁ ବେଶୀ ଗୁଣା ପ୍ରେମ ଥିଲା। ତାଙ୍କର ନାମ ମୀରା ଥିଲା। କିନ୍ତୁ ଦୂରରୁ କାହାର ଦୌଡ଼ିବା ପାଦ ଶବ୍ଦ ଶୁଭିଲା। ତାଙ୍କ ସାମ୍ନାରେ ଏକ ଜୋରରେ ନିଶ୍ୱାସ ନେଉଥିବା ପୁଅ ଅଟକିଗଲା, ଯାହାର ନାଁ ଅର୍ଜୁନ ଥିଲା। ଟ୍ରେନ୍ ଏବେ ଅଛି ନା? ମୀରାର ସ୍ୱର ଥରି ଉଠୁଥିଲା। ଅର୍ଜୁନ ମୀରାର ଆଖିକୁ ଚାହିଁ ଏତିକି କହିଲା, ଯେ ପର୍ଯ୍ୟନ୍ତ ତୁମେ ମୋ ସହିତ ଅଛ, ମୋର ସବୁକିଛି ଅଛି। ମୀରାର ଗାଁର ଲୋକମାନେ ଓ ମୀରାର ଘର ପରିବାର ଲୋକମାନେ ଅରାଜକତା ଥିଲେ। ମୀରାର ବିବାହ ସ୍ଥିର ହୋଇଯାଇଥିଲା ଏକ ପୁରୁଷ ସହିତ, ଯାହାଙ୍କ ସହିତ ସେ ଜୀବନ ନୁହେଁ କାରାଦଣ୍ଡ ବିତାଇଥାନ୍ତା। ଜାତି, ସମ୍ମାନ, ସମାଜ ସବୁ ସେମାନଙ୍କ ପ୍ରେମ ବିରୁଦ୍ଧରେ ଥିଲା। କିନ୍ତୁ ସେହି ରାତିରେ ସମାଜ ଅପେକ୍ଷା ଦୁଇଟି ହୃଦୟ ଦ୍ରୁତ ଗତିରେ ଦୌଡ଼ିବାକୁ ନିଷ୍ପତ୍ତି ନେଲେ। ହୁଇସିଲ୍ ବାଜିଲା। ଟ୍ରେନ୍ ଚାଲିବାକୁ ଯାଉଥିଲା। ଅର୍ଜୁନ ମୀରାର ହାତ ଧରିଲେ। ସେହି ହାତ ଯାହା ଏପର୍ଯ୍ୟନ୍ତ ଭୟରେ ଥରୁଥିଲା, ଏବେ ବିଶ୍ୱାସରେ ଦୃଢ଼ ଭାବରେ ଧରିଲେ। ସେମାନେ ଦୁହେଁ ଦୌଡ଼ିଲେ। ପଛରୁ ଲୋକମାନେ ଚିତ୍କାର କଲେ, ରୁହ, ଫେରିଆସ, ଯାଅ ନାହିଁ। କିନ୍ତୁ ପ୍ରେମ ବନ୍ଦ ହେଲା ନାହିଁ। ଟ୍ରେନ୍ ଚଢ଼ିବା ସମୟରେ ମୀରାର ଆଖିରୁ ଲୁହ ବହିଲା। ଭୟରୁ ନୁହେଁ, ସ୍ୱାଧୀନତାରୁ। ଅର୍ଜୁନ ଧୀରେ କହିଲେ, ଆଜି ଆମେ ପଳାଇଗଲୁ, କାଲି ଆମେ ଆମର ନିଜସ୍ୱ ଦୁନିଆ ସୃଷ୍ଟି କରିବୁ। ଟ୍ରେନ୍ ଅନ୍ଧାର ଭିତରୁ ଚାଲିଗଲା। ପଛରେ ରହିଗଲା ଗାଁ, ସମ୍ପର୍କ ଏବଂ ଭୟ। ଏବଂ ଆଗରେ କେବଳ ଏକ ଅଜଣା କାଲି ଏବଂ ଦୁଇଟି ହାତ ଯାହା କେବେ ପରସ୍ପରକୁ ଛାଡ଼ିବ ନାହିଁ। କେତେବେଳେ ଦୌଡ଼ିଥିବା କାପୁରୁଷତା ନୁହେଁ, ଏହା ପ୍ରକୃତ ସାହସ ଅଟେ। ମୀରା ଓ ଅର୍ଜୁନର ଏହି ସଚ୍ଚା ପ୍ରେମ ପାଇଁ କାହାଣୀଟିକୁ ଲାଇକ୍ କରନ୍ତୁ ଆଉ ସବସ୍କ୍ରାଇବ୍ କରନ୍ତୁ।